ଦଳିଦେଲା ହାତୀ, ଚାଲିଗଲା ଜୀବନ। ଅନ୍ଧାର ରାସ୍ତାରେ ଯାତାୟାତ କରିବା ପଡ଼ିଲା ମହଙ୍ଗା। ରାସ୍ତାରେ ଚାଲି ଯାଉଥିବା ସମୟରେ ଦଳିଦେଲା ହାତୀ, ଜଣେ ମୃତ ଓ ଜଣେ ଆହତ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଜାକେଡ଼ା ପଞ୍ଚାୟତର ଗୁଣ୍ଡୁରାସାହି ନିକଟ ଜଙ୍ଗଲରେ ଘଟିଯାଇଛି ଏଭଳି ଏକ ଅଘଟଣ। ମୃତ ବ୍ୟକ୍ତି ଜଣକ ହେଲେ ପୋକାଶୁଙ୍ଗା ଗାଁର ବ୍ରଜ ମଲ୍ଲିକ। ନିଜ ଘରଠାରୁ 5 କିଲୋମିଟର ଦୂର ସୁରୁକାବାରି ଗାଁକୁ ଯାଇ ସନ୍ଧ୍ୟା ସମୟରେ ଫେରୁଥିବା ବାଟରେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ବ୍ରଜ ମଲ୍ଲିକ। ସେହିପରି ସୁରୁକାବାରି ଗାଁରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ଅଫିସରମାନଙ୍କ ଦେଖା ନଥିବା ବେଳେ ଏବଂ ବିଦ୍ୟୁତ୍ ନଥିବାରୁ ଏପରି ଘଟିଥିବା ସ୍ଥାନୀୟ ଅଞ୍ଚଳବାସୀ ସୂଚନା ଦେଇଛନ୍ତି। 5 ଦିନରୁ ଅଧିକ ହୋଇଯିବ ଅନ୍ଧାରରେ ରହୁଛନ୍ତି ଜାକେଡ଼ା ପଞ୍ଚାୟତର ଅନେକ ଗାଁ। ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନୟାଗଡ଼ରୁ ଦୀପୁ ରାଉତଙ୍କ ରିପୋର୍ଟ, NTV। Audio